ଏ ବହୁଲାଣି ସକାଳ ହେଇଗଲାଣି 7ଟା ବାଜିଲାଣି ଉଠିବା ହଉ। ଆରେ यार ଏଠି ଟିକେ ଶୋଇବାକୁ ଦଉନାହାନ୍ତି ମମି। ହ୍ୟାଲୋ ଏ ବହୁରାଣୀ ତତେ ମୁଁ ଡାକୁଛି ଶୁଭୁନି ନା କଣ ବା? ହଁ ବୋଉ ଆସୁଛି ଆସୁଛି। ଟାଇମରେ ଆମେ ଭୋର 5ଟା ବେଳେ ଉଠୁଥିଲୁ ହେଲେ ଆଜି କାଲିକା ପିଲା ଦିନ 11ଟା ବେଳକୁ ଆସୁଛନ୍ତି ଶୋଇକି ଉଠିକି। ହଁ ବୋଉ ଆସିଗଲି କୁହନ୍ତୁ କଣ କାମ ଅଛି? ଆଲୋ ମା ମିତା ଶାଶୁଘରେ ଡ୍ରେସ୍ ପିନ୍ଧିବାକୁ ଅନୁମତି ଦିଆହେଲା ଯେ ମୁଣ୍ଡରେ ଟିକେ ଓଢ଼ଣା ଦେବାଟା ହଉ। ଆମେ ଆସିକି ଅଧା ବୁଢୀ ହେଲୁଣି ଆମ ମୁଣ୍ଡରେ ଓଢ଼ଣା ରହୁଛି, ତମେ ନବ ବିବାହିତ ମାନେ ତମ ମୁଣ୍ଡରେ ଓଢ଼ଣା ରହୁନି। ବୁଢୀକି ତରତରେ ପଳେଇ ଆସିଥିଲି ତ ସେଥିପାଇଁ ଭୁଲି ଯାଇଥିଲି। ଛି ଲୋକେ କଣ କହିବେ ମନ୍ଦାକିନୀ ଗୋଟେ ବୋହୂ ଆଣିଛି ଯେ ତାକୁ କପେ ଚା କରିକି ଦେଇ ପାରୁନି। ଛି ନିଜେ ଉଠିକି ସକାଳୁ ଚା କରିକି ପିଇବାକୁ ପଡୁଛି। ମତେ ତ କିଛି କରି ଆସିନି, ଚାହୁଁଛି ଖେଚେଡି କରିଦେବି। ହଁ ସେଇଟା ମତେ ବଢିଆ ସେ ଆସିଛି, ବୋଉ ଦେଖିକି ପୁରା ଖୁସି ହେଇଯିବେ। ଜଲ୍ଦି କରିକି ଆଣେ, ରୋଷେଇ ଘରେ କଣ ଶୋଇ ପଇଲୁ ନା କଣ ମ? ଏତେ ଟାଇମ ଲାଗୁଛି ଟିକେ ବ୍ରେକ୍ ଫାଷ୍ଟ ବନେଇବା ପାଇଁ। ବୋଉ ବୋଉ ଆଲୋ କହୁନୁ ନିଅନ୍ତୁ ତୁମ ପାଇଁ ଖେଚେଡି ବନେଇକି ଆଣିଛୁ। ବାହ ଲୋକ ତାହେଲେ କହିବେ ମନ୍ଦାକିନୀ ଏମିତି ଗୋଟେ ବୋହୁ ଆଣିଛି ଯେ ତାକୁ ସକାଳୁ ସକାଳୁ ଖେଚେଡି ଖାଇବାକୁ ଦଉଛି। ର ମୁଁ ଟିକେ ଚାଖିକି ନା କୁହେ କେମିତି ହେଇଛି। ବେଶୀ ନାହିଁ ମୁଁ ଟିକେ ଲାଗୁନି ଖାଇବି। ବାହ ତୋ ହାତରେ ତ ପୁରା ଯାଦୁ ହିଁ ଅଛି, ସକାଳୁ ସକାଳୁ ମନ ପୁରା ଖୁସି କରେଇଦେଲୁ। ସେଇ ଖୁସିରେ ଆଉ ଟିକେ ଖାଇଦଉଛି। ଯା ହଉ ମନ୍ଦାକିନୀ ଗୋଟେ ବଢିଆ ବୋହୁଟେ ଆଣିଛି।